କାର୍ଯ୍ୟ ଆଗକୁ ବଢ଼ିବା ନିମନ୍ତେ ଆଉ ଥରେ ଈଶ୍ୱରଙ୍କ ବାକ୍ୟ ଆପଣ ସମ୍ମୁଖ ନିକଟକୁ ଆଣିଛି। ସେଥିପାଇଁ ଆମ୍ଭେମାନେ ସଦାପ୍ରଭୁଙ୍କ ସହିତ ଆଉ ଆରାଧନା କରିବା ଆଉ ଗୌରବ କରିବା। ସେ ପ୍ରଭୁଙ୍କୁ ଆମେ ପାଇଛୁ, ଆଉ କେହି ପାଇନାହାନ୍ତି, କିନ୍ତୁ ଆମେ ପାଇଛୁ ଯେ ଏତେ ଆମେ ଧନ୍ୟ। ଆଉ ଈଶ୍ୱରଙ୍କ ଠାରେ ଆଗକୁ ବଢ଼ିବା। ଚାଲନ୍ତୁ ଆମେ ସେ ପୁସ୍ତକରୁ ଆମେ ପଦେ ପଢ଼ିବା। ଯେପରି ଆପଣମାନେ ଜିସାୟ ଆଉ 66 ଯେପରି ଆପଣମାନେ ଆଉ ନ ଜାଣିଲେ 66 ପଦରେ ଦେଖନ୍ତୁ। ସଦାପ୍ରଭୁ ଏହି କଥା କହନ୍ତି, ସ୍ୱର୍ଗ ଆମ୍ବର, ସଦାପ୍ରଭୁଙ୍କର ସବୁ କିଛି ଅଟ। ସେଥିପାଇଁ ଆମେ ସଦାପ୍ରଭୁଙ୍କ ଠାରେ ଆରାଧନା ଗୌରବ କରିବା। ଅନେକ ଲୋକ କହନ୍ତି, ମୁଁ ତ କାହିଁକି ସୁସ୍ଥ ପାଉନାହିଁ, ମୁଁ କାହିଁକି ଈଶ୍ୱରଙ୍କୁ ଗୌରବ କରିବି, ମୁଁ କାହିଁ ଈଶ୍ୱରଙ୍କୁ ଆରାଧନା କରିବି, ମୁଁ କାହିଁ ପ୍ରଭୁଙ୍କ ସେବା କରିବି। ନାହିଁ, ଆଉ ସମୟ ନାହିଁ, ସମସ୍ତେ ମୃତ୍ୟୁ ହେବେ, ଈଶ୍ୱର ଆଗମନ କରିବେ, ଆଉ ସଦାପ୍ରଭୁଙ୍କର ହିଁ ସ୍ୱର୍ଗ। ପ୍ରିୟର ଭାଇ ଭଉଣୀମାନେ, କିଏ ଯଦି ଈଶ୍ୱରଙ୍କ ଠାରେ ଧୈର୍ଯ୍ୟ ଧରେ ଆଉ ତାହାଙ୍କୁ ଅପେକ୍ଷାରେ ରୁହେ, ସେ ବ୍ୟକ୍ତି ନିଶ୍ଚୟ ସ୍ୱର୍ଗକୁ ଯିବେ। କିନ୍ତୁ ଯେଉଁମାନେ ଈଶ୍ୱରଙ୍କ ଠାରେ ସନ୍ଦେହ କରନ୍ତି, ଈଶ୍ୱରଙ୍କ ଠାରେ ସନ୍ଦେହମାନ କରନ୍ତି, ଈଶ୍ୱର ଅଛନ୍ତି ନା ନାହିଁ, ଈଶ୍ୱର ପରିତ୍ରାଣ ଦେବେ ନା ନାହିଁ, ସେ ବ୍ୟକ୍ତି ସ୍ୱର୍ଗକୁ ଯାଇପାରିବେ ନାହିଁ। ଈଶ୍ୱର କହୁଛନ୍ତି ଆଉ ସ୍ୱର୍ଗ ହେଉଛି ଆମର। ସେଥିପାଇଁ ଆମେ କାହାଠାରେ ବିଶ୍ୱାସ କରିବାକୁ ଦରକାର, ଆଉ କାହାର ଅଧିକାର ଅଛି ସ୍ୱର୍ଗ ପୃଥିବୀ, ତାହାକୁ ଆମେ ବିଶ୍ୱାସ କରିବା। ଅନେକ ଲୋକ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ନାହିଁ, ଈଶ୍ୱରଙ୍କ ଠାରେ ମୃତ୍ୟୁ ଦେବତା କହନ୍ତି, କିନ୍ତୁ ସେମାନେ ହିଁ ମୃତ୍ୟୁ ଅଟନ୍ତି। କିନ୍ତୁ ଆମ ପାଇଁ ଆଉ ଯୀଶୁ ଖ୍ରୀଷ୍ଟ ଜୀବିତ ଅଟନ୍ତି। ସେଥିପାଇଁ ଆମ୍ଭେମାନେ ସେହି ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆଗକୁ ବଢ଼ିବା, ଆଉ ତାହାଙ୍କୁ ସେବା କରିବା, ଗୌରବ କରିବା, ସେହି ଆମେ ସ୍ୱର୍ଗ ସୁଖ ଆମେ ପାଇବା। ସେଥିପାଇଁ ପ୍ରିୟର ଭାଇ ଭଉଣୀମାନେ ଆଗକୁ ବଢ଼ିବା, ଈଶ୍ୱରଙ୍କୁ ସେବା କରିବା, ସେଥିପାଇଁ ତାହାଙ୍କୁ ହିଁ ସ୍ତୁତି ପ୍ରଶଂସା ଗୌରବ କରିବା। ଗଡ୍ ବ୍ଲେସ୍ ୟୁ। ସଦାପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଯେଉଁ ଲେଖା ଅଛି, ସିଂହାସନ ପୃଥିବୀ ଆମ୍ବର ପାଦପୀଠ, ଆଉ ସଦାପ୍ରଭୁଙ୍କ ସିଂହାସନ ସେ ଆଉ ସ୍ୱର୍ଗରେ ବସନ୍ତି। ପ୍ରିୟର ଭାଇ ଭଉଣୀମାନେ, ଆଉ ଦେଖନ୍ତୁ ଏତେ ଭଲ ଆମର ପ୍ରଭୁ, ଏତେ ଭଲ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ହାଲେଲୁୟା। ସେଥିପାଇଁ ଆପଣମାନେ ନିଶ୍ଚୟ ଈଶ୍ୱରଙ୍କ ଠାରେ ଶିଖନ୍ତୁ ଆଉ ଗୌରବ କରନ୍ତୁ, ସେହି ପ୍ରଭୁଙ୍କୁ ଆପଣମାନେ ପାଇବେ। ଆଉ ସେ ସିଂହାସନରେ ବସିବେ ସ୍ୱର୍ଗରେ, ସେ ପୃଥିବୀରେ ସେ ପାଦ ରଖିବେ। ଏଡ଼େ ପ୍ରଭୁଙ୍କୁ ଆମେ ପାଇଛୁ। ପ୍ରିୟର ଭାଇ ଭଉଣୀମାନେ, ଆପଣ ଚିନ୍ତା କରନ୍ତୁ ଈଶ୍ୱରଙ୍କ ଠାରେ କି ପ୍ରକାର ଈଶ୍ୱର ଆମର, କି ପ୍ରକାର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେଥିପାଇଁ ଆମେ ସେହି ପ୍ରଭୁଙ୍କୁ ଆମେ ପାଇଛୁ, ଆଉ ତାହାଙ୍କୁ ଗୌରବ ନିମନ୍ତେ ଆଗକୁ ବଢ଼ିବା। ସେଥିପାଇଁ ପ୍ରିୟର ଭାଇ ଭଉଣୀମାନେ, ଆଉ ସଦାପ୍ରଭୁ ହେଉଛନ୍ତି ଆଉ ଏ ପୃଥିବୀରେ ସେ ପାଦ ରଖନ୍ତି। ସେଥିପାଇଁ ଆମେ ତାହାଙ୍କୁ ଗୌରବ ପ୍ରଶଂସା କରିବା, ତାହାଙ୍କୁ ସେବାରେ ଆଗକୁ ବଢ଼ିବା। ଆଉ ଯେଉଁ ଲେଖ ଅଛି, ଦେଖନ୍ତୁ, ତୁମେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ ଓ କେଉଁ ସ୍ଥାନ ଆମ୍ଭର ବିଶ୍ରାମ ସ୍ଥାନ ହେବ। ଦେଖନ୍ତୁ, ଆଉ ସଦାପ୍ରଭୁ ଆଉ କେଉଁ ରୂପେ ଆମକୁ ଆଉ ସେ ଗୃହ ନିର୍ମାଣ କରିଛନ୍ତି ଆମ୍ଭ ପାଇଁ। ଆଉ ସଦାପ୍ରଭୁ ସେ ସ୍ୱର୍ଗରେ ଗୃହ ନିର୍ମାଣ କରିଅଛନ୍ତି। ଆଉ ଯେପରିକି ଈଶ୍ୱରଙ୍କ ଠାରେ ସେ ଗୌରବ କରେ, ପ୍ରଶଂସା କରେ, ତାହାଙ୍କୁ ଆରାଧନା କରେ, ଆଉ ସେ ବ୍ୟକ୍ତି ତାହାଙ୍କ ସିଂହାସନ ତାହାଙ୍କ ପୃଥିବୀରେ ସେ ଆନନ୍ଦ ନେବ। ଆଉ ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ଠାରେ ଆଉ ଅମାନ୍ୟ କରେ, ସେ ବ୍ୟକ୍ତି ଆଉ ସେ ସ୍ୱର୍ଗକୁ ଯାଇପାରିବ ନାହିଁ। କେଉଁ ବ୍ୟକ୍ତି ଈଶ୍ୱରଙ୍କ ଠାରେ ସନ୍ଦେହ ମନ ଆଉ ପରିତ୍ୟାଗ କରେ, ଦୂର କରେ, ଏକ ମନରେ ବିଶ୍ୱାସ କରେ, ସେ ବ୍ୟକ୍ତି ଈଶ୍ୱରଙ୍କୁ ପାଇଛି। ସେଥିପାଇଁ ଆମେ କାହାଠାରେ ଭୟ କରିବା ଦରକାର? ଈଶ୍ୱରଙ୍କୁ ଭୟ କରନ୍ତୁ, ସେ ହିଁ ଆମର ସଦା ସର୍ବଦା ଆଉ ତ୍ରାଣକର୍ତ୍ତା ଅଟନ୍ତି। ସେ ହିଁ ପୃଥିବୀ ଆକାଶ ମଣ୍ଡଳ ସବୁ ସୃଷ୍ଟି କରନ୍ତି। ସେଥିପାଇଁ ତାହାଙ୍କୁ ସେଇ ଅଧିକାରୀ ପ୍ରଭୁଙ୍କୁ ଆମେ ସେବା କରିବା, ଆଉ ତାହାଙ୍କୁ ସ୍ତୁତି କରିବା, ତାହାଙ୍କୁ ପ୍ରଶଂସା କରିବା, ତାହାଙ୍କୁ ସେବାରେ ଆଗକୁ ବଢ଼ିବା। ସେଥିପାଇଁ ପ୍ରିୟର ଭାଇ ଭଉଣୀମାନେ, ଆପଣ ଭାବୁଥିବେ ଏ ସାଧାରଣ ପ୍ରଭୁ ନାହିଁ। ଆପଣ ଚକ୍ଷୁକୁ ସ୍ଥିର କରନ୍ତୁ, ଆପଣ ମୁଖକୁ ସ୍ଥିର କରନ୍ତୁ, ଆପଣ ମନକୁ ଈଶ୍ୱରଙ୍କୁ ଦିଅନ୍ତୁ, ଆଉ ନିଶ୍ଚୟ ସଦାପ୍ରଭୁ ଆପଣ ସେହି ପ୍ରାର୍ଥନା ଶୁଣିବେ। ଆପଣମାନେ ଆଉ ଅନେକ ଚିନ୍ତାରେ ରହିବେ, ମୋର ପ୍ରାର୍ଥନା କାହିଁକି ଶୁଣନ୍ତି ନାହିଁ ପ୍ରଭୁ, ମୋର ପ୍ରାର୍ଥନା କାହିଁକି ଶୁଣନ୍ତି ନାହିଁ ପ୍ରଭୁ, କି ପାଇଁ ଶୁଣନ୍ତି ନାହିଁ? ପ୍ରିୟର ଭାଇ ଭଉଣୀମାନେ, ଆପଣ ଜୀବନରେ ସନ୍ଦେହ ମନ ଅଛି, ସେଥିପାଇଁ ଆପଣ ପ୍ରାର୍ଥନା ଗ୍ରହଣ କରିବେ ନାହିଁ। କେଉଁ ବ୍ୟକ୍ତି ଏକ ମନରେ ପ୍ରାର୍ଥନା କରେ, ମୁଁ ଆଜି ସୁସ୍ଥ ହେବି ଏ ରୋଗରେ, ସେ ବ୍ୟକ୍ତି ସୁସ୍ଥ ପାଏ, କିନ୍ତୁ ମୁଁ ସୁସ୍ଥ ହେବି ନା ନାହିଁ,
से व्यक्ति सुस्थ पाती नहीं समस्त प्रार्थना शुणती कहार नम्रता थाए कहार सदा प्रभुंठारे नम्रता आए से व्यक्ति प्रार्थना ग्रहण करती से आमे माने बहुत चिंता करता आमर प्रार्थना ईश्वर शुणती ना बोले आम जहाँ कथबार्ता कहूँ आ सबकि सदा प्रभु शुणती से आम जदि नम्रता एक मन विश्वास प्रार्थना करवा आ सदा प्रभु निश्चय आम प्रार्थना शुणिबे आमको उत्तर देवा परमेश्वर से अटंती जिरिमिया पुस्तक 33 पदर जो लेखा अच्छी से आमको उत्तर देवा परमेश्वर अटंती से प्रियर भाई भूणी मैंने ईश्वर आराधना गौरव करूँ सेवा करूँ से ही स्वर्ग सुख आउ पाइबे जदि आपण मैंने से प्रभु को जीशु कृष्ण को पाई प्रियर भाई भूणी मैंने वीडियो भल लगी था लाइक शेयर सब्सक्राइब करूँ समस्त को नमस्कार।